ସ୍ୱାସ୍ଥ୍ୟ କଥା ପଢିଲେ ଆଜିକାଲି ସମସ୍ତଙ୍କ ମୁହଁରେ ମାଣ୍ଡିଆର ପ୍ରଶଂସା। କହିବାକୁ ଗଲେ ଏହି ଆଦିଶସ୍ୟ ମାଣ୍ଡିଆ ଏବେ ଟ୍ରେଣ୍ଡରେ ଅଛି। କିଏ ସକାଳୁ ସକାଳୁ ମାଣ୍ଡିଆର ଜାଉ ଖାଉଛି ତ କିଏ ମାଣ୍ଡିଆର ଚା ନହେଲେ ସରବତ ପିଉଛି। ତ ଏଥର ପ୍ରଥମାଷ୍ଟମୀରେ ଆମେ ଆମ ପିଲାମାନଙ୍କ ପାଇଁ ହେଲ୍ଦି ଏଣ୍ଡୁରି ପିଠା କରିବା। ନମସ୍କାର, ଜୟ ଜଗନ୍ନାଥ। ଆଜି ଆପଣମାନଙ୍କ ସହ ଗୋଟେ ନୂଆ ସ୍ୱାଦର ଆଉ ସ୍ୱାସ୍ଥ୍ୟକର ମଧ୍ୟ ଖାସ କରି ପିଲାମାନଙ୍କ ପାଇଁ ତ ପୁରା ବେଷ୍ଟ ରେସିପି। ବିରି ଚାଉଳର ଏଣ୍ଡୁରି ପିଠା ଚ୍ୟାନେଲ ଆଗରୁ ଅପଲୋଡ ହେଇଛି। ଏଥର କିନ୍ତୁ ନୂଆ କିଛି ଟ୍ରାଏ କରିବା, ମାଣ୍ଡିଆ ଏଣ୍ଡୁରି। ଆପଣ ସମସ୍ତେ ଜାଣିଥିବେ ମାଣ୍ଡିଆ ଦେହ ପାଇଁ ବହୁତ ହେଲ୍ଦି, ଆଇରନ୍ ଆଉ ଭିଟାମିନ୍ସ ରେ ଭରପୁର, ଟେଷ୍ଟ ବି ଜବରଦସ୍ତ। ଥରେ କରନ୍ତୁ ନା, ଦେଖିବେ ପିଲାଠୁ ବଡ ସମସ୍ତେ ଖୁସିରେ ଖାଇବେ। ତାହେଲେ ଏବେ ଚାଲନ୍ତୁ ରେସିପି ଷ୍ଟାର୍ଟ କରିବା। ପ୍ରଥମେ ପୁର ତିଆରି କରି ରଖିବା। ଏଥିପାଇଁ ମୁଁ ଗୋଟେ ମିଡିୟମ ସାଇଜ ର ନଡିଆକୁ କୋରି ନେଇଛି, ତାକୁ କଢେଇରେ ଦେଇଦବା। ସେଥିରେ ଦେଇଦବା 3/4 କପ୍ ଗୁଡ। ଆପଣ ଚିନି ବି ଦେଇପାରିବେ, କିନ୍ତୁ ଗୁଡ ହେଲ୍ଦି ରହିବ। ତା ଛଡା ମାଣ୍ଡିଆ ସହିତ ଗୁଡର କମ୍ବିନେସନ ଖାଇବାକୁ ବି ଭଲ ଲାଗେ। ଏଠି ପୁର ଆପଣଙ୍କୁ ଯେତିକି ମିଠା ଦରକାର ସେଇ ଅନୁସାରେ ଗୁଡ ଦେବେ, କିନ୍ତୁ ଏଣ୍ଡୁରିର ପୁର ଟିକେ ଅଧିକ ମିଠା ହେଲେ ଏଣ୍ଡୁରି ଖାଇବାକୁ ଭଲ ଲାଗେ। ତାପରେ ମୁଁ 1/2 ଲିଟର କ୍ଷୀରରେ ଛେନା ଛିଣ୍ଡେଇକି ରଖିଥିଲି, ତାକୁ ଦେଇଦବା। ଏବେ ଗ୍ୟାସର ଫ୍ଲେମକୁ ଅନ୍ କରିବା ଆଉ ପୁରକୁ ଭାଜିବା। ଯେବେ ବି ଆପଣ ପୁର କରୁଛନ୍ତି କେବେ ବି ଆଗରୁ ଗ୍ୟାସର ଫ୍ଲେମକୁ ଅନ୍ କରିବେନି। ନଡିଆ ଗୁଡ ଛେନା ଦେଇ ସାରିଲା ପରେ ହିଁ ଫ୍ଲେମ ଅନ୍ କରିବେ। ଆଉ ଏଥିରେ ଜମାରୁ ବି ପାଣି ଦେବେନି। ଏଥିରେ ଆମେ ଛେନା ଦେଇଛନ୍ତି, ଛେନାରୁ ପାଣି ବାହାରିବ ଆଉ ସେଇ ପାଣିରେ ହିଁ ଗୁଡ ଭଲ ଭାବେ ମିଶିଯିବ। ଏବେ ପୁରରୁ ଭଲ ଭାବେ ପାଣି ଶୁଖିଲା ପର୍ଯ୍ୟନ୍ତ ଏହାକୁ ଭାଜି ନବା। ପୁର ଭାଜିଲା ବେଳେ ଗ୍ୟାସର ଫ୍ଲେମକୁ ଲୋ ମିଡିୟମରେ ରଖିଥିବେ। ଏବେ ଦେଖନ୍ତୁ ପୁରରୁ ପାଣି ଶୁଖିଗଲାଣି। ସେଥିରେ 1 ଇଞ୍ଚର ଅଦାକୁ କୋରିକି ଦେଇଦବା। ତାପରେ ସେଥିରେ ଦେଇଦବା କିଛି ଡ୍ରାଇ ଫ୍ରୁଟ୍ସ। ଏଥିରେ ମୁଁ କିଛି କାଜୁ ଆଉ ଆଲମଣ୍ଡକୁ ଚପ୍ କରିକି ଦେଇଛି, ଆଉ କିଛି କିସମିସ ଦେଇଛି। ଏମିତି କିଛି ଡ୍ରାଇ ଫ୍ରୁଟ୍ସ ପୁରରେ ଦେଲେ ଏଣ୍ଡୁରି ଖାଇବାକୁ ବହୁତ ଭଲ ଲାଗିବ, ଆଉ ତା ସହିତ ପିଲାମାନଙ୍କ ପାଇଁ ବି ହେଲ୍ଦି ରହିବ। ଏଠି ଦେଖନ୍ତୁ ପୁର ହେଇଗଲାଣି। ଏବେ ଗ୍ୟାସର ଫ୍ଲେମକୁ ବନ୍ଦ କରିଦବା। ଲାଷ୍ଟରେ ସେଥିରେ 1/2 ଚାମଚ ଗୋଲମରିଚ ଓ 4ଟା ଗୁଜୁରାତିକୁ ଭଲ ଭାବେ ଗୁଣ୍ଡ କରିକି ଦେଇଦବା। ଏଠି ଗୋଟେ ଛୋଟ ଟିପ୍ ଦଉଛି, ଛୋଟ ପିଲାମାନେ ଖାଇଲା ବେଳେ ଯଦି ସେମାନଙ୍କ ପାଟିରେ ଏଇ ଗୁଜୁରାତି ଚୋପା ଆସେ ସେମାନେ ଖାଇବେନି। ତ ଆପଣ କଣ କରିବେ ନା, ଗୁଜୁରାତିର କେବଳ ମଞ୍ଜିକୁ ପାଉଡର କରିବେ, ତାର ଚୋପାକୁ ବାହାର କରିଦେବେ। ନହେଲେ ଯଦି ଚୋପା ନଉଛନ୍ତି ତାକୁ ଭଲ ଭାବେ ପାଉଡର କରିକି ନେବେ। ଏବେ ପୁରକୁ ଭଲ ଭାବେ ଗୋଳେଇ ନବା ଆଉ ଟିକେ ଥଣ୍ଡା ହବାକୁ ରଖିଦବା। ଏବେ ଏଣ୍ଡୁରିର ପିଠଉ ବା ବ୍ୟାଟର ତିଆରି କରିବା ପାଇଁ ଗୋଟେ ବଡ ଜାଗାଟେ ନବା। ସେଥିରେ 1 କପ୍ ଦେଇଦବା ମାଣ୍ଡିଆ ଗୁଣ୍ଡ। ଏଠି ମୁଁ ମେଜରିଂ କପ୍ ନେଇଛି, ଆପଣ ମେଜରିଂ କପ୍ ନିଅନ୍ତୁ, ନହେଲେ ଗୋଟେ ଗିନା ସେଟ୍ କରନ୍ତୁ। ଆଉ ସେଇଥିରେ ହିଁ ମାଣ୍ଡିଆ ଆଉ ସୁଜିକୁ ମେଜର କରିକି ନେବେ। ଏଠି ମୁଁ ଯେତିକି ମାଣ୍ଡିଆ ଆଉ ସୁଜି ନେଇଛି ସେଥିରେ 10ରୁ 12ଟି ଏଣ୍ଡୁରି ପିଠା ହବ। ଆପଣ ଯଦି ଅଧିକ କରିବା ପାଇଁ ଚାହୁଁଥିବେ ତାହେଲେ ସେଇ ହିସାବରେ ମାଣ୍ଡିଆ ଆଉ ସୁଜିର କ୍ୱାଣ୍ଟିଟି ବଢେଇବେ। ତାପରେ ସେଥିରେ ଦେଇଦବା 1 କପ୍ ସୁଜି। 1 କପ୍ ମାଣ୍ଡିଆକୁ 1 କପ୍ ସୁଜି। ଏବେ ସେଥିରେ ଟେଷ୍ଟ ଅନୁଯାୟୀ ଲୁଣ ଦେଇଦବା। ତାପରେ ସେଥିରେ 3/4 କପ୍ ଦେଇଦବା ବସା ଦହି। 1 କପ୍ ରୁ ଅଳ୍ପ କମ୍ ଅଛି। ଏବେ ଏସବୁକୁ ଭଲ ଭାବେ ଗୋଳେଇ ନବା। ପ୍ରଥମରୁ ଏଥିରେ ପାଣି ଦବାନି, ଯେତିକି ପାଣି ଦରକାର କରିବ ଧୀରେ ଧୀରେ କରି ସେଥିରେ ଆଡ କରିବା। ଯଦି ଆଗରୁ ବହୁତ ପାଣି ଦେଇଦବା ତାହେଲେ ପିଠଉ ଯଦି ପାଣିଆ ହେଇଗଲା ଏଣ୍ଡୁରି ପିଠା ଆଦୌ ବି ଭଲ ହବନି। ଆପଣ ବିରି ଚାଉଳର ଏଣ୍ଡୁରି ପିଠାର କନସିଷ୍ଟେନ୍ସି ଯେମିତି ମୋଟା ରଖନ୍ତି, ଏହାକୁ ମଧ୍ୟ ସେଇଭଳି ମୋଟା ରଖିବା। ତ ଅଳ୍ପ ଅଳ୍ପ ପାଣି ଧୀରେ ଧୀରେ କରିକି ଦବା ଆଉ ଗୋଳେଇବା। ଏଠି ଦେଖନ୍ତୁ ମୁଁ ସେଥିରେ ଆଉ ଅଳ୍ପ ପାଣି ଦେଇଛି। ଟୋଟାଲି ପାଖାପାଖି 1 କପ୍ ପାଣି ମତେ ଲାଗିଲା। ପିଠଉ ବା ବ୍ୟାଟରକୁ ଏତିକି ବହଳିଆ ରଖିବା। ଏବେ ଏହାକୁ ଅଧଘଣ୍ଟା ପାଇଁ କଭର କରିକି ରେଷ୍ଟ କରିବାକୁ ଛାଡିଦବା। ତା ଭିତରେ ସୁଜି ଆଉ ଟିକେ ଫୁଲିଯିବ ଆଉ ପିଠଉ ଆଉ ଟିକେ ବହଳିଆ ହେଇଯିବ। ପରେ ଆମେ ପିଠଉକୁ ଦେଖିକି ସେଥିରେ ଆଉ ଅଳ୍ପ କିଛି ପାଣି ଆଡ କରିବା। କିନ୍ତୁ ଏବେ ଏହାକୁ ଅଧଘଣ୍ଟା ପାଇଁ କଭର କରିକି ଛାଡିଦବା। ଏଣ୍ଡୁରି ପିଠା ପାଇଁ ଖାସ୍ ଇମ୍ପୋର୍ଟାଣ୍ଟ ହଉଛି ହଳଦୀ ପତ୍ର। ଏଇ ହଳଦୀ ପତ୍ରରେ ଏଣ୍ଡୁରି ପିଠା କଲେ ପିଠାର ଟେଷ୍ଟ ଆହୁରି ବଢିଯାଏ। ସେଥିରେ ତାର ଟେଷ୍ଟ ଆଉ ଫ୍ଲେଭର ଯୋଉ ଭଳି ଆସେ ଅନ୍ୟ ପତ୍ରରେ ଆସିବନି। ସେଥିପାଇଁ ଏଣ୍ଡୁରି ପିଠାକୁ ହଳଦୀ ପତ୍ର ପିଠା ମଧ୍ୟ କୁହନ୍ତି। ହଳଦୀ ପତ୍ର ଓଡିଶାର ସବୁ ଜାଗାରେ ତ ମିଳିଯିବ, କିନ୍ତୁ ଅନ୍ୟ ସବୁ ଷ୍ଟେଟରେ ମିଳିବା ଟିକେ କଷ୍ଟ। ଯଦି ହଳଦୀ ପତ୍ର ନ ମିଳିଲା ତାହେଲେ ଆପଣ କଦଳୀ ପତ୍ର କିମ୍ବା ଓଉ ପତ୍ରରେ ମଧ୍ୟ କରିପାରିବେ। କିନ୍ତୁ ହଳଦୀ ପତ୍ରରେ ପିଠାର ଯୋଉ ବାସ୍ନା ଆଉ ଟେଷ୍ଟ ଆସିବ ସେଇଟା ଆସିବନି। ଆଉ ଏଇ ହଳଦୀ ପତ୍ରର ମେଡିସିନାଲ ଭ୍ୟାଲ୍ୟୁ ବି ବହୁତ କିଛି। ତ ଟ୍ରାଏ କରିବେ ହଳଦୀ ପତ୍ରକୁ ଖୋଜିବା ପାଇଁ। ଆଉ ଯଦି ନ ମିଳିଲା କଦଳୀ ପତ୍ର ଆଉ ପତ୍ର ତ ଅଛି, ସେଥିରେ କରିପାରିବେ। ଫାଷ୍ଟ ହଳଦୀ ପତ୍ରକୁ ଭଲ ଭାବେ ଧୋଇ ନେବେ। ସେଥିରେ ବାଲି ଲାଗିଥାଏ। ପରିଷ୍କାର କରି ଧୋଇ ସାରିଲା ପରେ ତାକୁ ବଡ ବଡ ଖଣ୍ଡ କରିକି କାଟିବେ। ଯଦି ପତ୍ର ବେଶୀ ବଡ ଥାଏ ତାହେଲେ 3 ଖଣ୍ଡ କରିକି କାଟି ପାରିବେ। ହଳଦୀ ପତ୍ର ଚଉଡା ଥିଲେ ସେଥିରେ ପିଠା ଭଲ ହୁଏ। ଆଉ ଯଦି ଚଉଡା କମ ଥାଏ ତାହେଲେ 2ଟା ପତ୍ରକୁ ଜଏଣ୍ଟ କରିକି ବି କରିପାରିବେ। ଦେଖନ୍ତୁ ପତ୍ର କାଟି ସାରିଲା ପରେ ଏଇ ଯୋଉ ଡେମ୍ଫ ରହିଲା ଏହାକୁ ଫୋପାଡିବାନି। ପିଠା ସିଝେଇଲା ବେଳେ ପାଣିରେ ଦେଇଦବା। ପିଠାରେ ଆହୁରି ବଢିଆ ବାସ୍ନା ଆସିବ। ଅଧଘଣ୍ଟା ହେଇଗଲାଣି। ଏବେ ପିଠଉକୁ ଚେକ୍ କରିବା।
देखंतु सुजी फुली जाई पिठो टिके बहलिया जाईची एबे सेतिरे अल्प पानी दबा 2 रु 3 चमच पानी दबा बेसी पानी दबानी भल्ला बे गोळेई नबा तापरे सेतिरे 1 टीस्पून दे दबा इनो बा 1 सैचेट इनो दे दबा एटी इनो को एक्टिवेट करिया पे सेतिरे 2 चमच पानी देई भल्ला बे गोळेई नबा आउ गोटे कथा मने रखंतु एक्सपायर डेट चली जैतबा इनो को एथिरे यूज करिवेनी सेतिरे पिठो भल फुलिबनी और पिठा भी भल हबनी एबे पिठोर कंसिस्टेंसी देखंतु पिठो एतिकी बहलिया रहिबो पिठो पूरा परफेक्ट अछि एहाटो अधिक पतला आदौ भी करिवेनी पिठा सिजे पे एठी मु गोटे कड़ाई नेची सेतिरे काटिथिबा हळदी पत्रर डेंप दे दबा तापरे एई बडी गोटे स्टेनर रखि दबा आपण इडली छांचरे भी पिठा सिजेई परिबे एबे हळदी पत्ररे 3 चमच पिठो दबा हळदी पत्र जदि छोट होइताय ताहाले 2 चमच देबे नहले पत्ररु पिठो बाहरी आसीबो चामच द्वारा पिठो को हल्का भाबे पत्र ऊपर स्प्रेड करनबा देखंतु एई बडी चारिपट साइड रो टिके फांका रखिथिबे पूरा पत्र को कवर करिवेनी एबे पिठार मझिरे एई बडी लंबा करिकि पूरा दे दबा पूरा टिके अधिक देले पिठा खाइबा को भल लागे किंतु अधिक पूरा देबेनी नले पिठोरु पूरा बाहरी आसीबो तापरे देखंतु पिठो को एई भली भलाबे सील करि नबा पूराटा पिठोर भितर रहिबो आ सिजेला बेले बाहर को आसीबनी पानी गरम हे स्टीम आसलानी एबे गोटे गोटे पिठा गड़े की स्टेनर ऊपर रखि दबा आउ जेउ मानकर बिरी चाउल रे तयारी पिठा खाइले गैस हुए तंटी पोड़ा जळा करे से माने एई पिठा खांतु देखिबे किछि हबनी जदि बिरी चाउल एंडुरी पिठार रेसिपी देखिया पे चाहउचंती चैनल आगुरु अपलोड हेची आपण से रेसिपी को देखि परिबे बिरी चाउल रे एंडुरी पिठा बहुत सॉफ्ट और स्पंजी हेतिला ताको भी करि परिबे एटी देखंतु हम सब पिठा को गढी सल्लेनी एबे कवर करी फास्ट 20 मिनिट पई हाई फ्लेम रे पिठा को सिजेइबा तापरे आउ 10 मिनिट मीडियम फ्लेम रे सिजेइबा तो एठी टोटल आधा घंटा परे मु कवर काढी देखौची पिठा भला बे सिजिची एबे पिठा को अल्प ठंडा हबा को रखि दबा तापरे पत्ररो बाहर करिबा देखंतु पिठा पूरा परफेक्ट हेची पूरा भी पिठार बाहर को बाहरेनी आ पिठा पूरा नरम हेची केते कम टाइम भितर एंडुरी पिठा हेई गला ना हमको पिठो को फर्मेंट करिया को पड़िला तो एथर प्रथमाष्टमी रे ए हेल्दी एंडुरी पिठा बनांतु आ जदि चैनल रे नुआ अछंती सब्सक्राइब करनांती ताले प्लीज सब्सक्राइब करनियंतु आ पाखरे थिबा बेल बटन ने क्लिक करी ऑल को सिलेक्ट करनियंतु ता द्वारा मु अपलोड करथुवा सब नुआ रेसिपी रो नोटिफिकेशन आपनको मिलि जिवो ताले आज पई रहली पुन थरे देखाबा आ गोटे नुआ वीडियो सो नमस्कार।